ହଁ, ମୋତେ ଡର ଲାଗିଥାଏ ଏକୁଟିଆ ରହିଲେ। ହେଲେ ଯେବେଠୁ ଧୋକା ଖାଇଛି ନା, ମୋତେ ଏକୁଟିଆ ରହିବାକୁ ଭଲ ଲାଗୁଛି। ଏବେ ଲୋକ ଭଲ ପାଇବାକୁ ବୋଝ ଭାବୁଛନ୍ତି। ଯାହା ପାଖରେ ବେଶୀ ବିଶ୍ୱାସ ଥାଏ ନା, ସେ ଲୋକ ହିଁ ବେଶୀ ବଦଳି ଯାଆନ୍ତି। ଏବେ ଗୋଟିଏ କଥା ନିଶ୍ଚୟ ଶିଖିଛି କି ଯଦି କାହାକୁ ସମୟଠୁ ବେଶୀ ସମୟ ଦିଆଯାଏ ନା, ତ ସେ ଲୋକଟି ସମୟର ମୂଲ୍ୟ ବୁଝେନି। ତାପରେ ତୁମେ ତା ପାଇଁ କିଛି ବି କର ନା କାହିଁକି, ତୁମେ ଆଉ ତା ପାଇଁ ସେତେ ଇମ୍ପୋର୍ଟାନ୍ସ ରହିବନି। କାହିଁକି ଏମିତି ହୋଇଥାଏ? ଆମେ ଯାହାକୁ ବେଶୀ ଭଲ ପାଇଥାନ୍ତି, ସେ ହିଁ ଆମକୁ ବୁଝିପାରେନି। ଆଉ କିଛି ସମୟ ପରେ ସବୁକିଛି ବଦଳିଯାଏ। ତାହେଲେ କିଛି ଦରକାର ନାହିଁ ସେ ମଣିଷକୁ ହୃଦୟ ଦେବା, ତାକୁ ଏତେ ଇମ୍ପୋର୍ଟାନ୍ସ ଦେବା, ଯାହା ପାଖରେ ତୁମେ କେବଳ ଟାଇମ୍‌ପାସ୍ ଛଡ଼ା ଆଉ କିଛି ବି ନୁହେଁ। ତ ସମୟକୁ ଅପେକ୍ଷା କର, ଯେବେ ସେ ତୁମକୁ ଫିଲ୍ ହେବ କି ହଁ, ଏ ଲୋକଟି ମୋତେ ଏକୁଟିଆ କେବେ ବି ଛାଡ଼ିବନି। ତା ପାଖରେ ତୁମର ଇମ୍ପୋର୍ଟାନ୍ସ ବହୁତ ଅଧିକା ଥିବ। ତ ସେଦିନ ତୁମେ ତାକୁ ତୁମ ହୃଦୟ ଦେଇଦେବ। ନହେଲେ ଧୋକା ଖାଇବା ଅପେକ୍ଷା ଏକୁଟିଆ ରହିଯିବାଟା ବହୁତ ଗୁଣରେ ଭଲ।